आसंताकाली पवित्र देवस्नान पूर्णिमा। ଏହି ଅବସରରେ ସ୍ନାନ ଦେବୀରେ ଦୁର୍ଲଭ ଗଜାନନ ବା ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୋର 5ଟାରୁ ଆରମ୍ଭ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ। ଅପରାହ୍ନ 3ଟା30 ସୁଦ୍ଧା ଛେରା ପହଁରା ନୀତି ସମ୍ପନ୍ନ ହେବା ପରେ ଅପରାହ୍ନ 4ଟାରୁ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ଗୋପାଳ ତୀର୍ଥ ଓ ରାଘବ ଦାସ ମଠରେ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ହାତୀବେଶ ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ। ବାଉଁଶ, ସୋଲ, ଚରି, କଦଳୀ ପଟୁଆ ଓ ଅନ୍ୟାନ୍ୟ ପ୍ରାକୃତିକ ସାମଗ୍ରୀରେ ପ୍ରସ୍ତୁତ ହେଉଛି ଏହି ଦିବ୍ୟ ବେଶ। କିମ୍ବଦନ୍ତୀ ଅନୁଯାୟୀ ମହାରାଷ୍ଟ୍ରର ଗଜପତି ଭଟ୍ଟଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ପ୍ରଥମେ ହାତୀ ବେଶରେ ଦର୍ଶନ ଦେଇଥିଲେ। ସେହି ପରମ୍ପରା ଆଜି ମଧ୍ୟ ଅବିଚ୍ଛିନ୍ନ ଭାବରେ ପାଳନ ହୋଇ ଆସୁଛି। ଏବେ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷା କରିଛନ୍ତି ମହାପ୍ରଭୁଙ୍କ ଏହି ଦୁର୍ଲଭ ଗଜାନନ ବେଶ ଦେଖିବା ପାଇଁ।